ସାର୍ ଆଜି ମାର୍କେଟରୁ ବଡ଼ ବଡ଼ ଛୁଇଁ ଆଣିକି କହିଲେ ଟିକେ ଛୁଇଁ ଝୋଳ ବନେଇଲ। ମୁଁ କହିଲି ଠିକ୍ ଅଛି ବନେଇଦେବା। ଛୁଇଁ ବାଇଗଣ ଆଉ ଆଳୁକୁ ମୁଁ ସବୁ ଲମ୍ବା ଲମ୍ବା କରି କାଟିନେଲି। ଏଠି ଲମ୍ବା ଲମ୍ବା କରି କାଟିଲେ ଆମର ତରକାରୀଟି କି ଝୋଳଟି ବହୁତ ବଢ଼ିଆ ଦେଖାଯିବ, ଭଲ ଲାଗିବ ବି। ତାପରେ ତାକୁ ଛୁଇଁକି ଆଉ ବାଇଗଣକୁ ଲୁଣ ହଳଦୀ ପକାଇକି 15 ମିନିଟ୍ ପାଇଁ ଏଠି ସିଝେଇ ନେଲି। ସିଝେଇ ନେଲା ପରେ ତାକୁ ବାହାର କରିଦେବା। ଆଉ ଗ୍ୟାସ୍ରେ ମୁଁ କଡ଼େଇ ବସିକିରି ସୋରିଷ ତେଲ ଦେଇଦେଲି। ତାପରେ ମୁଁ କାଟି ରଖିଥିବା ଗୋଟେ ଆଳୁକୁ ଭଲ ଭାବରେ ତାକୁ ଲାଲ କରିକି ଫ୍ରାଏ କରିଦେବି। ଆଳୁଟି ଆମେ ଫ୍ରାଏ କରିକି ପକାଇଲେ ଆମର ଝୋଳଟି ବଢ଼ିଆ ଲାଗିବ। ତାପରେ ମୁଁ ଏଠି କିଛି ସୋରିଷ ଫୁଟାଇଦେଲି। ତାପରେ ଏଠି ପିଆଜ ପକାଇଦେବା। ପିଆଜ ଲାଲ ହୋଇଗଲା ପରେ ଏଠି ବଟା ମସଲା ପକାଇଦେଲି। ବଟା ମସଲାଟି ଭଲ ଭାବରେ କଷି ହୋଇଗଲା ପରେ ଏଠି ମୁଁ ଲଙ୍କାଗୁଣ୍ଡ ଆଉ କରି ମସଲା ପକାଇଦେଲି। ଆଗରୁ ଆମର ଲୁଣ ହଳଦୀ ପଡ଼ିଛି। ତାପରେ କିଛି ସୋରିଷ ବଟା ଅଳ୍ପ ଦେଇଦେଲି। ତାପରେ 3ଟା କାଟି ରଖିଥିବା ଟମାଟୋ ଦେଇ କଷି ହୋଇଗଲା ପରେ ଫ୍ରାଏ କରିଥିବା ଆଳୁକୁ ପକାଇଦେବା। ତାପରେ ସିଝେଇକି ରଖିଥିବା ଛୁଇଁ ବାଇଗଣକୁ ସବୁ ଦେଇଦେବା। ତାପରେ ଆମର 10 ମିନିଟ୍ ପାଇଁ ପୁଣି ଘୋରେଇ ନେବା। ଭଲ ଭାବରେ ତରକାରୀ ଫୁଟି ଆସିଲେ କଟା ଧନିଆ ପତ୍ର ଦେଇଦେଲେ ରେଡ଼ି ହେଲା ଆମର ଛୁଇଁ ଆଳୁ ଝୋଳ। ତ ଆଜିର ଖାଇବାରେ ଭାତ, ଛୁଇଁ ଆଳୁ ଝୋଳ ଆଉ ପିଆଜ ପତ୍ର ପିଠଉ। ତ ଆଜିର ଖାଇବା କେମିତି ହେଇଛି ଭଲ ଲାଗିଲେ ନିଶ୍ଚୟ ଲାଇକ୍ କମେଣ୍ଟ କରିବେ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା। ଜୟ ଜଗନ୍ନାଥ।